ନାଇଁ ଦେଖନ୍ତୁ ଏଥର ମୌସୁମୀ ସମୟରେ ବର୍ଷା ମଧ୍ୟ ପ୍ରତ୍ୟେକ ଦିନ ହଉଛି ଏବଂ ଗୋଟିଏ ବର୍ଷ ଥରେ ଅଧେ ବନ୍ୟା ଆସେ କିନ୍ତୁ ବାଲେଶ୍ୱରରେ ତ 5 ଥର ଆସିଲାଣି। ଏଠି ଯାଜପୁରରେ ମଧ୍ୟ ଏଇଟା ଦ୍ୱିତୀୟ ଥର। ତେଣୁ ଏଥର ଯାହା ଆମେ ଦେଖୁଛୁ ପ୍ରକୃତି ମଧ୍ୟ ତାର ଏବନର୍ମାଲ ବିହେଭିୟର ଦେଖୁଛି। ସେ କ୍ରମରେ ମୁଁ ଆଜି ଆସିଥିଲି ବୁଥରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଏପଟେ ଯାଜପୁର, ଏପଟେ ସୁନ୍ଦରଗଡ଼ ଏ ଜିଲ୍ଲାମାନଙ୍କ ଭିତରୁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ଯାଜପୁର ଜିଲ୍ଲା ହେଇଛି ଏବଂ ଘାଇ ହେବା ଫଳରେ ଗୁଡ଼ିଏ ଲୋକ ପାଣିର ଘେରରେ ରହିଗଲେ। 5,000ରୁ ଅଧିକ ଲୋକଙ୍କର ମଧ୍ୟ ବିସ୍ଥାପନ କରିକି ସ୍ଥାନାନ୍ତରିତ କରିକି ସେମାନଙ୍କର ପାଇଁ ରିଲିଫ ସେଣ୍ଟର ମାନଙ୍କୁ ବ୍ୟବସ୍ଥା ହେଇଛି ଏବଂ ପାଣି ଧୀରେ ଧୀରେ କମୁଛି। ଆଜି ପାଗଟା ଶୁଖିଲା ଅଛି, କାଲି ମଧ୍ୟ ପାଗ ଶୁଖିଲା ହେବାର ସମ୍ଭାବନା ଅଛି। ଏଠି ଘାଇ ମରାମତି କାମ ପାଇଁ ମଧ୍ୟ ଏଠି ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଏବଂ ଅନ୍ୟ ଅଧିକାରୀମାନେ ବି ଆସିଛନ୍ତି ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ଏଡିସନାଲ SRC ସେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଆମେ ଦେଖିବା ପାଇଁ ଆସିଥିଲୁ ଯେ କେତେ ବଡ଼ ଘାଇ ହେଇଛି, କେଉଁ କାରଣରୁ ଘାଇ ହେଲା, ଆଗକୁ ଘାଇ କେମିତି ନହେବ ତାର କ'ଣ ବ୍ୟବସ୍ଥା କରାଯାଇପାରିବ। ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଆମେ 2 ପ୍ରକାର ଖର୍ଚ୍ଚ କରିଥାଉ। ଗୋଟେ ଖର୍ଚ୍ଚ ହେଉଛି ତୁରନ୍ତ ଲୋକମାନଙ୍କୁ ଥଇଥାନ କରିବା ପାଇଁ, ଘର ଏବଂ ଚାଷର କ୍ଷତିପୂରଣ ଦେବା ପାଇଁ, ଏବଂ ଦ୍ୱିତୀୟ ହେଉଛି ମିଟିଗେସନ୍ ପାଇଁ। ଭବିଷ୍ୟତରେ ଯେମିତି ଏଭଳିଆ ଆଉ ଗୋଟେ ଘଟଣା ନ ଘଟୁ କେବେ ତାକୁ ଆଖିରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ। ତେଣୁ ଆମେ ଆଜି ଆସିଥିଲୁ। ଏଠି ଚିନିଙ୍ଗର ମଧ୍ୟ ଅଛନ୍ତି ଜଳ ସମ୍ପଦ ବିଭାଗର, ଆଉ ଏଡିସନାଲ SRC ମଧ୍ୟ ଅଛନ୍ତି, ଜିଲ୍ଲାପାଳ ମଧ୍ୟ ଅଛନ୍ତି, ମାନ୍ୟବର ବିଧାୟକମାନେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି ଏବଂ ମୋର ଦଳର ସହଯୋଗୀମାନେ ମଧ୍ୟ ଏଠି ଉପସ୍ଥିତ ଅଛନ୍ତି। ଆଜି ଏଠୁ ଦେଖିଲା ପରେ ଯାଇକରି ଆମେ ପୁଣି ସାର୍କିଟ୍ ହାଉସ୍ରେ ଜିଲ୍ଲା ଏବଂ ପ୍ରଦେଶର ଯେଉଁମାନେ ଅଧିକାରୀ ଅଛନ୍ତି ତାଙ୍କ ସାଙ୍ଗରେ ବସିବୁ। ପାଣି କମିଲା କ୍ଷଣି କେମିତି କାମ ଆରମ୍ଭ ହେବ ଏବଂ ସ୍ୱାଭାବିକ ଭାବରେ ପ୍ରଥମେ ଯେଉଁଟା ଆରମ୍ଭ ହେବ ଅସ୍ଥାୟୀ ଭାବରେ ଆରମ୍ଭ ହେବ। ଏଠି ଜଳ ସମ୍ପଦ ବିଭାଗର ମଧ୍ୟ ଆମର ପାଖରେ ପର୍ଯ୍ୟାପ୍ତ ଧନରାଶି ଅଛି। ବିପର୍ଯ୍ୟୟ ପରିଚାଳନା ବିଭାଗ ମଧ୍ୟ ଇଏ ମରାମତି କାମ ଏବଂ ସ୍ଥାୟୀ ସମାଧାନ ପାଇଁ ମଧ୍ୟ ଭିତ୍ତିଭୂମି ଦେବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ପଇସା ଆଦୌ ବାଧକ ନୁହଁ। ତ ଆମେ ଏଠୁ ଗଲା ପରେ ଜିଲ୍ଲା ପ୍ରଶାସନ ସାଙ୍ଗରେ ବସିବୁ ଏବଂ ଏଠୁ ଫେରିଲା ପରେ ଆସନ୍ତାକାଲି ଆମେ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଙ୍ଗରେ ବସିବୁ, ଜଳ ସମ୍ପଦ ବିଭାଗ ସାଙ୍ଗରେ ବସିବୁ ଏବଂ ୟାର ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିକି ଯେମିତି ଭବିଷ୍ୟତରେ ଏଭଳିଆ ଘାଇ ହେଇକି ଏତେ ଲୋକ ପ୍ରଭାବିତ ନ ହୁଅନ୍ତୁ ତାର ସ୍ଥାୟୀ ନିରାକରଣ କରିବୁ। ରହିଲା ଘାଇ ଫଳରେ ଚାଷ ଜମି ମଧ୍ୟ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେଇଛି। ସେ ଚାଷ ଜମିର କ୍ଷୟକ୍ଷତିର ମଧ୍ୟ ପାଣି ଟିକେ କମ୍ ହେଲା ପରେ ରାଜସ୍ୱ ବିଭାଗ ତାର ଆକଳନ ଆରମ୍ଭ କରିବ କ୍ଷତିର ପରିମାଣ କେତେ। ଗୁଡ଼ିଏ ଲୋକଙ୍କର ଘର ମଧ୍ୟ କ୍ଷତିଗ୍ରସ୍ତ ହେଇଛି, କେଉଁଟା ଆଂଶିକ ହେଇଛି, କେଉଁଟା ସମ୍ପୂର୍ଣ୍ଣ ହେଇଛି, ତାର ମଧ୍ୟ କ୍ଷୟକ୍ଷତି ଆକଳନ କରିବ ରାଜସ୍ୱ ବିଭାଗ ଏବଂ ଆମ ଯେଉଁଦିନ ଜିଲ୍ଲାପାଳ ତାଙ୍କର କ୍ଷୟକ୍ଷତିର ରିପୋର୍ଟ ପଠାଇଦେବେ ଆମେ 24 ଘଣ୍ଟା ଭିତରେ ଧନରାଶି ମଧ୍ୟ ତାଙ୍କ ପାଖକୁ ପଠାଇଦେବୁ। ଆଜିକାଲି ଅନଲାଇନରେ ଯେଉଁ ସର୍ଭେ କଲାବେଳକୁ ତାର କ୍ଷତି ହେଇଛି, ତାର ନାଁ କ'ଣ, କେତେ ପରିମାଣର କ୍ଷତି ହେଇଛି ଏବଂ ତାର ପାସବୁକ୍ ଆକାଉଣ୍ଟ ନମ୍ବର କେତେ, ସେସବୁ ଆମେ ସଂଗ୍ରହ କରୁଛୁ, ମୋବାଇଲ ନମ୍ବର ସଂଗ୍ରହ କରୁଛୁ। ଆଜିକାଲି ଫିଜିକାଲି ଘର ଘର ଯାଇକି ଦେବାକୁ ପଡ଼ୁନାହିଁ। ଗୋଟେ ଷ୍ଟ୍ରୋକ୍ରେ ଆପଣ ସମସ୍ତଙ୍କ ପାଖକୁ କ୍ଷତିପୂରଣ ରାଶି ପହଞ୍ଚିବ। ବିଭାଗର ମଧ୍ୟ ଯେଉଁ କ୍ଷତିପୂରଣ କ୍ଷତି ହେଇଛି ସେଥିରେ PR ଡିପାର୍ଟମେଣ୍ଟର କ୍ଷତି ହେଇଥାଇପାରେ, ଶକ୍ତି ବିଭାଗର କ୍ଷତି ହେଇଥାଇପାରେ ଏବଂ ଜଳ ସମ୍ପଦ ବିଭାଗ ତ ଆପଣ ଏଠି ଦେଖୁଛନ୍ତି। ତେଣୁ ଯେଉଁ ଯେଉଁ ବିଭାଗର ମଧ୍ୟ କ୍ଷତି ହେଇଛି ସେ ବିଭାଗ ମାନଙ୍କୁ ମଧ୍ୟ ମରାମତି କରିବା ପାଇଁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ କ୍ଷତିପୂରଣ ରାଶି ଦେଇଥାଏ। ଆମେ ପ୍ରସ୍ତୁତ ରିପୋର୍ଟ ଆସିଲା କିନ୍ତୁ ଦେବୁ। ଆଉ ଏବେ ବି ପରିସ୍ଥିତି ସ୍ୱାଭାବିକ ହେଇନାହିଁ। ଲୋକେ ପାଣି ଘେରରେ ରହନ୍ତୁ ନାହିଁ, ରିଲିଫ ସେଣ୍ଟରକୁ ଆସନ୍ତୁ। ସେଠି ରୋଷେଇ ଖାଦ୍ୟ ସହିତ ପ୍ରାୟ ରାସନର ମଧ୍ୟ ବ୍ୟବସ୍ଥା ଅଛି, ଶିଶୁ ଖାଦ୍ୟର ମଧ୍ୟ ବ୍ୟବସ୍ଥା ଅଛି, ବୟସ୍କ ଲୋକଙ୍କ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ଅଛି। ଏଠି ପାଣି କମିଲା ପରେ ସାପର ଉପଦ୍ରବ ଆରମ୍ଭ ହେବ।
ସାପ କାମୁଡ଼ାର ମେଡିସିନ ମଧ୍ୟ ଆମେ ରଖିଛୁ। କିନ୍ତୁ ପାଣିକୁ ଯାଆନ୍ତୁ ନାହିଁ, ନିରାପଦ ରହନ୍ତୁ, ନିଜେ ଅନ୍ୟମାନଙ୍କୁ ମଧ୍ୟ ନିରାପଦ ରଖନ୍ତୁ। ରାଜ୍ୟ ସରକାର ଯାହା ଯାହା ସମ୍ପତ୍ତି କ୍ଷୟ ହୋଇଛି ତାର କ୍ଷତିପୂରଣ କରେଇପାରିବେ, ଜୀବନଟା ଦେଇପାରିବ ନାହିଁ। ତେଣୁ ସମସ୍ତେ ସୁରକ୍ଷିତ ରହନ୍ତୁ, ପାଣି କମିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଜିଲ୍ଲା ପ୍ରଶାସନକୁ ମୁଁ କହିସାରିଛି ଯେ ପାଣି କମିଲା ପରେ ଡିସ୍ଇନଫେକ୍ସନ ନ କଲେ ପିଇବା ପାଣି ମଧ୍ୟ ପିଇବା ଯୋଗ୍ୟ ନଥିବ। ତେଣୁ ପାଣି ପିଇକରି ପୁଣି ହଇଜା ଭଳିଆ ରୋଗ ନ ବ୍ୟାପୁ ତା ବାବଦରେ ମଧ୍ୟ କାମ ଆରମ୍ଭ ହେଲାଣି। ପାଣି କମିଲା କ୍ଷଣି ଡିସ୍ଇନଫେକ୍ସନ ମଧ୍ୟ ଆରମ୍ଭ ହେବ। ଆଉ ଯାହା ଯାହା ଆବଶ୍ୟକ ଅଛି ରାଜ୍ୟ ସରକାର ଯାଜପୁର ଜିଲ୍ଲା ପାଇଁ ଏବଂ ଅନ୍ୟ ଜିଲ୍ଲା ଯେଉଁଟା ମୁଁ କହିଲି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼ ଏଠି ମଧ୍ୟ ଯାହା ଯାହା କ୍ଷତି ହେଇଛି ଆମେ ସମସ୍ତଙ୍କର କ୍ଷତିପୂରଣ ଘୋଷଣା କରିବୁ ଏବଂ ଯାହା ଯାହା ମାନବୀୟ ସୁବିଧାର ଆବଶ୍ୟକତା ଅଛି ରିଲିଫ ସେଣ୍ଟର ସବୁ ଆମେ ଯୋଗାଇ ଦେବୁ। 8 କିଲୋମିଟର ନଦୀ କିନ୍ତୁ ସାର୍ ପ୍ରତିଥର ବନ୍ୟା ହୁଏ, ଲୋକ ଧନଜୀବନ ନଷ୍ଟ କିନ୍ତୁ ସ୍ଥାୟୀ ମରାମତି ପ୍ରତିକାର ପାଇଁ ନିଆଯିବ ପଦକ୍ଷେପ ନାଇଁ ସେଇଟା ମୁଁ କହୁଛି ସ୍ଥାୟୀ ପ୍ରତିକାର ପାଇଁ ହିଁ ମାନେ ଆଇଛନ୍ତି। ଅସ୍ଥାୟୀ ତ ପାଣି କମିଲା କରି ସାଙ୍ଗେ ସାଙ୍ଗେ ହେଇଯିବ, କିନ୍ତୁ ଅସ୍ଥାୟୀଟା ବେଶୀ ଦିନ ରହିବ ନାହିଁ। ପୁଣି ଆଉ ଗୋଟେ ବର୍ଷା ଯଦି ପଳେଇ ଆସିବ ସେଟା ମଧ୍ୟ ଧୋଇ ହେଇଯିବ। ତେଣୁ ସ୍ଥାୟୀ ସମାଧାନ ଦରକାର। ଅସ୍ଥାୟୀ ଭାବରେ ପ୍ରତ୍ୟେକ ବର୍ଷ କରିବା ଅପେକ୍ଷା ବେଶୀ ଖର୍ଚ୍ଚ କରିବା ଅପେକ୍ଷା ଥରେ 10 ବର୍ଷରେ 500 କୋଟି ଟଙ୍କାର ସବୁଥିରେ ମୋର ଏବେ ଆଜି ଦିନରେ ତ ମୋର ଅଧ୍ୟୟନ ନାହିଁ। ଦୁଇଟା ରାସ୍ତା ଅଛି। ଗୋଟେ ରାସ୍ତା ହେଉଛି ଯେ ସମସ୍ୟାର ସମାଧାନ ପାଇଁ ଭିତ୍ତିଭୂମି ତିଆରି କରିବା, ଆଉ ଗୋଟେ ରାସ୍ତା ହେଉଛି କଣ୍ଟ୍ରାକ୍ଟର ପୋଷିବା ପାଇଁ ଭିତ୍ତିଭୂମି ତିଆରି କରିବା। ଆମର ସରକାର ସ୍ଥାୟୀ ସମାଧାନ ପାଇଁ ଲୋକଙ୍କର ରକ୍ଷା କବଚ ହେବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରିବ। ପୂର୍ବ ସରକାର ଯଦି ଦେଖିଥାନ୍ତା ମୋତେ ଆଜି ଆସିବ ପଡ଼ିନଥାନ୍ତେ ଏଠିକି, ଦେଖିଲେ ନାହିଁ ବୋଲି ତ ଆସିଲି ଏଠିକି। ଏ ସମ୍ପୂର୍ଣ୍ଣ ବିଷୟ ତଦନ୍ତ ହେବ। ଯଦି ଏ ବାବଦରେ ମୋତେ ଯେଉଁମାନଙ୍କର ଏଠି ଅନୁଭବ ଅଛି, ଅନୁଭୂତି ଅଛି, ଜାଣିଛନ୍ତି ଆଉ ତଥ୍ୟ ଅଛି ଯଦି ମୋତେ ଦେବି, ଯେଉଁମାନେ ପଇସା ଖର୍ଚ୍ଚ କଲେ ଆଉ ଭିତ୍ତିଭୂମି ଗାୟବ ସେମାନଙ୍କ ବିରୁଦ୍ଧରେ ବି କାର୍ଯ୍ୟାନୁଷ୍ଠାନ ହେଇପାରିବ।